ଧୈର୍ଯ୍ୟ ଓ ପରିଶ୍ରମ ହିଁ ସଫଳତାର ସବୁଠାରୁ ବଡ଼ ମନ୍ତ୍ର। ଯିଏ ଚିନ୍ତାଧାରାକୁ ସକାରାତ୍ମକ ରଖେ ସେ ହିଁ ଜୀବନରେ ଆଗକୁ ବଢ଼େ। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଂଗମ ଆଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଲୋଚନା କରିବା ମିଥୁନ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହି 2026 ମସିହା ଜୁଲାଇ ମାସ କିପରି ରହିବ, ଗ୍ରହମାନଙ୍କର ସ୍ଥିତି କ'ଣ ରହିଛି, ନବଗ୍ରହମାନେ କି କି ଫଳ ଦେବେ, ସବୁକିଛି ସ୍ୱାସ୍ଥ୍ୟ, ଶିକ୍ଷା, ଲଭ୍ ରିଲେସନ୍, ମ୍ୟାରେଡ୍ ଲାଇଫ୍, ଜବ୍ ଅର୍ ପ୍ରଫେସନ୍, ଫାଇନାନ୍ସ ଏବଂ ବିଜନେସ୍ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ଆସନ୍ତୁ ନଜର ପକାଇବା ଗ୍ରହ ଗୋଚର ସ୍ଥିତି ଉପରେ। ଆପଣଙ୍କର ରାଶିରେ ରବି ଅବସ୍ଥାନ କରିଛନ୍ତି, ଦ୍ୱିତୀୟରେ ଅଛନ୍ତି ବୃହସ୍ପତି ଏବଂ ବୁଧ, ତୃତୀୟରେ ଶୁକ୍ର, କେତୁ, ନବମରେ ରାହୁ ଅବସ୍ଥାନ କରିଛନ୍ତି, ଦଶମରେ ଅଛନ୍ତି ଶନି ଏବଂ ଦ୍ୱାଦଶରେ ମଙ୍ଗଳ ଅବସ୍ଥାନ କରିଛନ୍ତି। ରବି ଜୁଲାଇ 17 ତାରିଖ ପରେ ଦ୍ୱିତୀୟ ଭାବରେ ଅବସ୍ଥାନ କରିବେ। ବନ୍ଧୁଗଣ, ଏହି ବିଚାର ଜନ୍ମରାଶି ଚନ୍ଦ୍ରରାଶିକୁ ଆଧାର କରି କରାଯାଇଛି। ଯେଉଁମାନଙ୍କର ମିଥୁନ ରାଶି ଓ ମିଥୁନ ଲଗ୍ନ, ସେମାନଙ୍କ ପାଇଁ ଏହି ଭିଡ଼ିଓ ଅଧିକ ଫଳପ୍ରଦ ହେବ ବୋଲି ଆମର ଆଶା ଓ ବିଶ୍ୱାସ। ପ୍ରଥମେ ଆଲୋଚନା କରିବା ଏହି ମାସରେ ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ। ଫାର୍ଷ୍ଟ ହାଉସ୍ ଆମର ଶରୀର, ଆମ ଇମ୍ୟୁନିଟିର ଭାବ। ଲଗ୍ନ ଭାବର ଅଧିପତି ବୁଧ ଜୁଲାଇ ମାସର ଆରମ୍ଭରୁ ବୃହସ୍ପତି ଯୁକ୍ତ ହୋଇ ରହିବା ଏକ ଶୁଭ ସଂକେତ ଦେଉଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଭଲ ରଖିବା ସହିତ ପୂର୍ବରୁ ଚାଲିଥିବା ଛୋଟମୋଟ ସମସ୍ୟାରେ ଆରାମ ଦେଇପାରେ। ବୃହସ୍ପତିଙ୍କ ପ୍ରଭାବରେ ଆପଣଙ୍କର ମାନସିକ ସ୍ଥିତି ମଧ୍ୟ ସକାରାତ୍ମକ ରହିବ। ସେହିପରି ମାସର 17 ତାରିଖ ପର୍ଯ୍ୟନ୍ତ ରବି ଲଗ୍ନରେ ଥିବାରୁ ଆପଣଙ୍କ ଶରୀରରେ ଉର୍ଜା ଏବଂ ଆତ୍ମବିଶ୍ୱାସ ବଢ଼ିବ, କିନ୍ତୁ ବଡି ଟେମ୍ପରେଚର ଅପ୍-ଡାଉନ୍, ଅଚାନକ ଜ୍ୱର, ମୁଣ୍ଡବିନ୍ଧା, ଭାଇରାଲ ଫିଭର, ଆଖି ଯନ୍ତ୍ରଣା ଭଳି ଛୋଟମୋଟ ସମସ୍ୟା ଦେଖାଦେଇପାରେ। ତେଣୁ ଏହି ସମୟରେ ଖାଦ୍ୟପେୟ ଡାଏଟ୍ କଣ୍ଟ୍ରୋଲ ରଖିବା ଆବଶ୍ୟକ। ଜୁଲାଇ 17 ପରେ ରବି ଏବଂ ବୁଧଙ୍କର ସଂଯୋଗ ବୁଧାଦିତ୍ୟ ଯୋଗ ସୃଷ୍ଟି କରିବେ। ଏହି ସମୟରେ ଶାରୀରିକ ଏବଂ ମାନସିକ ଭାବରେ ଆପଣ ନିଜକୁ ଅଧିକ ସକ୍ରିୟ ଅନୁଭବ କରିବେ। ଯଦି କୌଣସି ପୁରୁଣା ରୋଗ ଚାଲିଥାଏ ତେବେ ସେଥିରେ ସୁଧାର ଦେଖାଯିବ। କାର୍ଯ୍ୟ ବ୍ୟସ୍ତତା ବଢ଼ିବା ସହିତ ନିଦ୍ରା କମ୍ ହେବା, ଅତ୍ୟଧିକ ଚିନ୍ତା କରିବା କିମ୍ବା ସ୍ନାୟୁବିକ ଦୁର୍ବଳତା ଭଳି ସମସ୍ୟା କେହି ଭୋଗିପାରନ୍ତି। ତେଣୁ ବିଶ୍ରାମ ନେବା ଅତ୍ୟନ୍ତ ଜରୁରୀ। ଯେଉଁ ମିଥୁନ ରାଶିର ବ୍ୟକ୍ତିବିଶେଷମାନଙ୍କର ପୂର୍ବରୁ ଥାଇରଏଡ଼୍, ସ୍କିନ୍ ଆଲର୍ଜି, ପେଟ ସମସ୍ୟା କିମ୍ବା ନର୍ଭ ସମ୍ବନ୍ଧୀୟ କୌଣସି ସମସ୍ୟାରେ ପୀଡ଼ିତ ଅଛନ୍ତି, ସେମାନଙ୍କୁ ମାସର ସେକେଣ୍ଡ ହାଫ୍ରେ ଅବହେଳା ନ କରି ନିୟମିତ ଯତ୍ନ ନେବା ଉଚିତ। ମିଥୁନ ରାଶିର ଏହି ଜୁଲାଇ ମାସର ସ୍ୱାସ୍ଥ୍ୟକୁ ନେଇ ପଜିଟିଭ୍ ସାଇଡ଼୍ ହେଉଛି କ'ଣ ନା, ରୋଗ ପ୍ରତିରୋଧକ ଶକ୍ତି ଭଲ ରହିବ, ପୁରୁଣା ରୋଗରୁ ମୁକ୍ତି ମିଳିବ, ମାନସିକ ଦୃଢ଼ତା ଏବଂ ସକାରାତ୍ମକ ଚିନ୍ତାଧାରା ବୃଦ୍ଧି ପାଇବ। ସେହିପରି ନେଗେଟିଭ୍ ସାଇଡ଼୍ ହେଉଛି କ'ଣ ନା, ଏସିଡ଼ିଟି, ଡାଇଜେସନ୍ ପ୍ରୋବ୍ଲେମ୍, ନିଦ୍ରା ସମସ୍ୟା ଏବଂ ମାନସିକ ଚାପ। ଅଧିକ କାମ କରିବା ଯୋଗୁଁ ଶରୀରରେ ଥକାପଣ ରହିବ। ମୋଟାମୋଟି ଭାବରେ କହିବାକୁ ଗଲେ ଏହି 2026 ମସିହାର ଜୁଲାଇ ମାସରେ ସ୍ୱାସ୍ଥ୍ୟ ସ୍ଥିତିକୁ ଯଦି ଦେଖାଯାଏ ତେବେ ମିଥୁନ ରାଶି ପାଇଁ ଏହି ମାସ ଭଲ ରହିବ। 70ରୁ 80% ପର୍ଯ୍ୟନ୍ତ ଭଲ ରହିବ। ସେମିତି କିଛି ମେଜର ହେଲ୍ଥ ଇସ୍ୟୁ ନାହିଁ। ଜୁଲାଇ 17 ତାରିଖ ପରେ ସ୍ୱାସ୍ଥ୍ୟର ଅଧିକ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ। ଏବେ ଆଲୋଚନା କରିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ। ପଞ୍ଚମାଧିପତି ଶୁକ୍ର ତୃତୀୟ ଭାବରେ କେତୁ ସହିତ ଅଛନ୍ତି ଏବଂ ପଞ୍ଚମ ଭାବ ଉପରେ ରାହୁଙ୍କର ଦୃଷ୍ଟି ଅଛି। ଏବେ ଆଲୋଚନା କରିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ। ପଞ୍ଚମାଧିପତି ଶୁକ୍ର ତୃତୀୟ ଭାବରେ କେତୁ ସହିତ ଅଛନ୍ତି ଏବଂ ପଞ୍ଚମ ଭାବ ଉପରେ ରାହୁଙ୍କର ଦୃଷ୍ଟି ରହିଛି। ଏହି ଗ୍ରହ ସ୍ଥିତିରୁ ଇଣ୍ଡିକେସନ୍ ମିଳୁଛି ଯେ ଏହି ମାସରେ ପାଠପଢ଼ାରେ ପ୍ରତିଭାର ଅଭାବ ରହିବନି, କିନ୍ତୁ ମନରେ ଏକାଗ୍ରତା ଧୀରେ ଧୀରେ କମିପାରେ। ଛୋଟ ପିଲାମାନେ କିମ୍ବା ସ୍କୁଲ ସ୍ତରର ଛାତ୍ରଛାତ୍ରୀମାନେ ମୋବାଇଲ, ଗେମିଂ, ସୋସିଆଲ ମିଡ଼ିଆ କିମ୍ବା ଅନ୍ୟ କୌଣସି ବିଷୟ ପ୍ରତି ଶୀଘ୍ର ଆକର୍ଷିତ ହୋଇପାରନ୍ତି। ପଞ୍ଚମାଧିପତି କେତୁଯୁକ୍ତ ହୋଇଥିବାରୁ କନସେନ୍ଟ୍ରେସନ୍ ଲ୍ୟାକ୍ ତ କରିବ। ପଢ଼ିଥିବା ଜିନିଷ ଶୀଘ୍ର ଭୁଲି ଯାଇପାରନ୍ତି। ପାଠପଢ଼ାରେ ମନ ନ ଲାଗିବା, ଅସାବଧାନତା କାରଣରୁ ମାର୍କ କମ୍ ରହିପାରେ। କେବେ କେବେ ମଧ୍ୟ ଆତ୍ମବିଶ୍ୱାସ କମିବା ଭଳି ପରିସ୍ଥିତି ଦେଖାଦେଇପାରେ। କିନ୍ତୁ ଶୁକ୍ର ଏକ ଶୁଭ ଗ୍ରହ ହୋଇଥିବାରୁ ଯଦି ଛାତ୍ରଛାତ୍ରୀମାନେ ନିୟମିତ ଭାବରେ ପାଠପଢ଼ା ଚାଲୁ ରଖିଥାନ୍ତି ତେବେ ଭଲ ଫଳ ପାଇବାର ସମ୍ଭାବନା ବହୁତ ଅଧିକ ରହିବ। ମିଥୁନ ରାଶିର ବିଦ୍ୟାର୍ଥୀମାନେ ବିଶେଷ କରି ଇଂଲିଶ, ଲିଟରେଚର, କମ୍ପ୍ୟୁଟର ସାଇନ୍ସ, ଡ୍ରଇଂ, ଡିଜାଇନିଂ, ମିଡ଼ିଆ, କମ୍ୟୁନିକେସନ୍, ଲାଙ୍ଗୁଏଜ୍ ସବଜେକ୍ଟ ଭଳି କ୍ଷେତ୍ରରେ ଭଲ କରିପାରିବେ। କ୍ରିଏଟିଭ୍ ଏବଂ କମ୍ୟୁନିକେସନ୍ ସ୍କିଲ୍ ଆଧାରିତ ବିଷୟରେ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇବ। ସେହିପରି ନବମ ଭାବ ଉଚ୍ଚଶିକ୍ଷାର ଭାବ।
ନବମାଧିପତି ଶନି ଦଶମ ଭାବରେ ଅବସ୍ଥାନ କରିଛନ୍ତି ଏବଂ ବୃହସ୍ପତିଙ୍କର ଶୁଭ ଦୃଷ୍ଟି ମଧ୍ୟ ପାଉଛନ୍ତି। ଏହା ଏକ ଶକ୍ତିଶାଳୀ ଯୋଗ କ୍ରିଏଟ୍ କରୁଛି, ଯାହାଫଳରେ କଲେଜ ଏଜୁକେସନରେ ଉନ୍ନତି ହେବ, ହାୟର ଷ୍ଟଡି ପାଇଁ ଭଲ ସୁଯୋଗ ମିଳିବ, ନୂଆ କୋର୍ସ କିମ୍ବା ପ୍ରଫେସନାଲ ଡିଗ୍ରୀରେ ଆଡ଼ମିସନ୍ ମିଳିପାରେ, ଶିକ୍ଷକ ମେଣ୍ଟର କିମ୍ବା ସିନିୟରମାନଙ୍କର ସହଯୋଗ ମିଳିବ, କ୍ୟାରିୟର ଓରିଏଣ୍ଟେଡ୍ ଶିକ୍ଷାରେ ଭଲ ସଫଳତା ବିଦ୍ୟାର୍ଥୀମାନେ ପାଇବେ। ଶନିଙ୍କର ପ୍ରଭାବ ଯୋଗୁଁ ସଫଳତା ମିଳିବ, କିନ୍ତୁ ପରିଶ୍ରମ ମଧ୍ୟ ଅଧିକ କରିବାକୁ ପଡ଼ିବ। ସର୍ଟକଟ୍ ଅପେକ୍ଷା ନିୟମିତ ପରିଶ୍ରମ ଆପଣଙ୍କୁ ଆଗକୁ ନେବ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଶିକ୍ଷା କ୍ଷେତ୍ରରେ ମିଥୁନ ରାଶିର ବିଦ୍ୟାର୍ଥୀମାନେ ଭଲ କରିପାରିବେ। କମର୍ସ ଆଣ୍ଡ ମ୍ୟାନେଜମେଣ୍ଟ ଫିଲ୍ଡରେ ଯେଉଁମାନେ ହାୟର ଷ୍ଟଡି କରୁଛନ୍ତି, ବିକମ୍, ଏମ୍କମ୍, MBA, CA, CS ଯେଉଁମାନେ ପଢ଼ୁଛନ୍ତି ସେମାନେ ଭଲ ରେଜଲ୍ଟ କରିପାରିବେ। ଟେକ୍ନିକାଲ ଏବଂ କମ୍ପ୍ୟୁଟର ଫିଲ୍ଡ, ସଫ୍ଟୱେୟାର ଇଞ୍ଜିନିୟରିଂ, ଡାଟା ସାଇନ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡିଜିଟାଲ ମାର୍କେଟିଂ ଆଦି ଶିକ୍ଷା ଗ୍ରହଣ କରୁଥିବା ଷ୍ଟୁଡେଣ୍ଟମାନଙ୍କର ଏହି ମାସରେ ଶୁଭ ରହିଛି। କମ୍ୟୁନିକେସନ୍, ମିଡ଼ିଆ, ଜର୍ଣ୍ଣାଲିଜିମ୍ ଆଣ୍ଡ ମାସ୍ କମ୍ୟୁନିକେସନ୍, ଲ ଆଣ୍ଡ ଆଡମିନିଷ୍ଟ୍ରେସନ୍ ଫିଲ୍ଡ, ସିଭିଲ୍ ସର୍ଭିସ୍ ପ୍ରିପାରେସନ୍, ବ୍ୟାଙ୍କିଂ, ଗଭର୍ଣ୍ଣମେଣ୍ଟ କମ୍ପିଟେଟିଭ୍ ଏକ୍ଜାମ୍, BED, MED, ଟିଚିଂ ପ୍ରଫେସନ୍ ଏହି ବିଭାଗର ବିଦ୍ୟାର୍ଥୀମାନେ ଶୁଭ ଫଳ ପାଇବେ। ସେହିପରି କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ଯଦି ଦେଖିବା ତେବେ SSC, ବ୍ୟାଙ୍କିଂ, ରେଲୱେ, OPSC, UPSC, NEET, JEE ପରୀକ୍ଷା ପାଇଁ ପ୍ରିପେୟାର ହେଉଥିବା ଛାତ୍ରଛାତ୍ରୀମାନେ ଧୀରେ ଧୀରେ ଭଲ ଉନ୍ନତି କରିବେ। ବୃହସ୍ପତିଙ୍କର ଶୁଭ ଦୃଷ୍ଟି ଯୋଗୁଁ ଭଲ ଗାଇଡାନ୍ସ ଏବଂ ଠିକ୍ ଦିଗ ମିଳିବ। ଓଭରଅଲ୍ ଯଦି କହିବି, ଏହି 2026 ମସିହା ଜୁଲାଇ ମାସ ମିଥୁନ ରାଶି ପାଇଁ ସ୍କୁଲ ସ୍ତରର ଶିକ୍ଷାରେ କିଛି ଏକାଗ୍ରତାର ଅଭାବ, ମନ ବିଚଳିତ ହେବା ଏବଂ ଛୋଟ ଛୋଟ ବାଧା ଦେଖାଦେଇପାରେ। ଓଭରଅଲ୍ ଯଦି କହିବି, ମିଥୁନ ରାଶି ପାଇଁ ଏହି 2026 ମସିହା ଜୁଲାଇ ମାସରେ ସ୍କୁଲ ସ୍ତରର ଶିକ୍ଷାରେ କିଛି ଏକାଗ୍ରତାର ଅଭାବ, ମନ ବିଚଳିତ ହେବା ଏବଂ ଛୋଟ ଛୋଟ ବାଧା ଦେଖାଦେଇପାରେ, କିନ୍ତୁ ନିୟମିତ ପଢ଼ା ଏବଂ ଶୃଙ୍ଖଳା ରଖିଲେ ଭଲ ଫଳ ନିଶ୍ଚିତ ମିଳିବ। କଲେଜ ଶିକ୍ଷା ଏବଂ ହାୟର ଷ୍ଟଡି ପାଇଁ ଏହି ମାସ ବହୁତ ସକାରାତ୍ମକ ଦେଖାଉଛି। ବୃହସ୍ପତିଙ୍କର ଶୁଭ ଦୃଷ୍ଟି ଏବଂ ନବମପତି ଶନିଙ୍କର ସ୍ଥିତି ଉଚ୍ଚଶିକ୍ଷା, ପ୍ରଫେସନାଲ କୋର୍ସ ଏବଂ କ୍ୟାରିୟର ଓରିଏଣ୍ଟେଡ୍ ଷ୍ଟଡିରେ ଛାତ୍ରଛାତ୍ରୀମାନେ ଭଲ ପ୍ରୋଗ୍ରେସ୍ କରିପାରିବେ। ଏହି ଜୁଲାଇ ମାସ 2026 ମିଥୁନ ରାଶିର ଛାତ୍ରଛାତ୍ରୀମାନଙ୍କ ପାଇଁ ପରିଶ୍ରମ ଅନୁସାରେ ସଫଳତା ପାଇବାର ମାସ ହେବ। ପାଠପଢ଼ାରେ କନସିଷ୍ଟେନ୍ସି ରଖିଲେ ଭଲ ରେଜଲ୍ଟ ମିଳିବ। ଏବେ ଆଲୋଚନା କରିବା ଫାଇନାନ୍ସ ବିଷୟରେ। ଦ୍ୱିତୀୟ ଭାବ ଧନର ଭାବ। ଦ୍ୱିତୀୟ ଭାବରେ ଲଗ୍ନାଧିପତି ଏବଂ ଚତୁର୍ଥ ଭାବର ଅଧିପତି ବୁଧ ସହିତ ସପ୍ତମ ଏବଂ ଦଶମ ଭାବର ଅଧିପତି ବୃହସ୍ପତି ଏକାଠି ଅଛନ୍ତି। ଏହା ଏକ ଶକ୍ତିଶାଳୀ ଧନଯୋଗ ସୃଷ୍ଟି କରୁଛି। ଏହି ମାସର ଆର୍ଥିକ ସ୍ଥିତି ଯଦି ଦେଖିବା ତେବେ ଅନେକ କ୍ଷେତ୍ରରେ ଲାଭଦାୟକ ରହିବ। ବୁଧ ଏବଂ ବୃହସ୍ପତିଙ୍କର କମ୍ବିନେସନ୍ ଫଳରେ ଆୟର ନୂଆ ସୁଯୋଗ ସୃଷ୍ଟି ହେବ। ବିଶେଷ କରି ବୁଦ୍ଧି, କଥାବାର୍ତ୍ତା, ବ୍ୟବସାୟିକ ସମ୍ପର୍କ ଏବଂ ନେଟୱାର୍କିଂ ମାଧ୍ୟମରେ ଧନ ଲାଭର ସମ୍ଭାବନା ବଢ଼ିବ। ବୃହସ୍ପତି ଦଶମ ଭାବର ଅଧିପତି ହୋଇ ଦ୍ୱିତୀୟରେ ଥିବାରୁ କର୍ମକ୍ଷେତ୍ରରେ ପରିଶ୍ରମ ଧନରେ ପରିଣତ ହେବାର ଯୋଗ ଦେଖାଉଛି। ଚାକିରି କରୁଥିବା ବ୍ୟକ୍ତିବିଶେଷମାନେ ବେତନ ବୃଦ୍ଧି, ଇନସେଣ୍ଟିଭ୍ସ, ବୋନସ୍ କିମ୍ବା ଅତିରିକ୍ତ ଦାୟିତ୍ୱ ଦ୍ୱାରା ଲାଭ ପାଇପାରନ୍ତି। ତେବେ ଆସନ୍ତୁ କେଉଁ କେଉଁ କ୍ଷେତ୍ରରୁ ଇନକମ୍ ଏହି ମାସରେ ବଢ଼ିପାରେ ଜାଣିବା। ବୃହସ୍ପତି ସପ୍ତମ ଭାବର ଅଧିପତି ହୋଇ ଧନ ଭାବରେ ରହୁଥିବାରୁ ପାର୍ଟନରସିପ୍ ବିଜନେସ୍, କନସଲଟେନ୍ସି, ଟ୍ରେଡିଂ, ମାର୍କେଟିଂ, କମିଶନ ବେସ୍ଡ ୱାର୍କ ଏବଂ କଷ୍ଟମର ସର୍ଭିସ୍ ମାଧ୍ୟମରେ ଭଲ ଆୟ ହେବ। ବୃହସ୍ପତି ମଧ୍ୟ ଦଶମ ଭାବର ଅଧିପତି, ଚାକିରି ଏବଂ ପ୍ରଫେସନରୁ ଆୟ ହେବ। କମ୍ୟୁନିକେସନ୍ ଏବଂ ଅନଲାଇନ୍ କ୍ଷେତ୍ରରୁ ମଧ୍ୟ ଭଲ ଇନକମ୍ ଆସିବ। ବୁଧ ଧନ ଭାବରେ ଥିବାରୁ ଟିଚିଂ, ରାଇଟିଂ, ସୋସିଆଲ ମିଡ଼ିଆ, ଡିଜିଟାଲ ମାର୍କେଟିଂ, ସେଲ୍ସ, ଆକାଉଣ୍ଟିଂ, କମ୍ପ୍ୟୁଟର ସହିତ ଜଡ଼ିତ କାର୍ଯ୍ୟରୁ ଅଧିକ ଲାଭ ମିଳିପାରେ। ଚତୁର୍ଥାଧିପତି ବୁଧ ଧନ ଭାବରେ ଥିବାରୁ ପ୍ରପର୍ଟି, ରିଏଲ୍ ଇଷ୍ଟେଟ୍, ହୋମ୍ ବିଜନେସ୍ କିମ୍ବା ପରିବାର ମାଧ୍ୟମରେ ମଧ୍ୟ ଆର୍ଥିକ ଲାଭର ସମ୍ଭାବନା ରହିଛି। ସେହିପରି ଜୁଲାଇ 17 ପରେ ରବି ମଧ୍ୟ ଦ୍ୱିତୀୟ ଭାବକୁ ପ୍ରବେଶ କରିବେ। ରବି ତୃତୀୟ ଭାବର ସ୍ୱାମୀ ହୋଇ ଧନ ଭାବକୁ ଆସିବାରୁ ସାହସ, ପ୍ରୟାସ, କମ୍ୟୁନିକେସନ୍ ଏବଂ ନିଜର ଦକ୍ଷତା ଦ୍ୱାରା ଧନ ଅର୍ଜନ ବଢ଼ିପାରେ। ଏହି ସମୟ ମଧ୍ୟରେ ସୋସିଆଲ ମିଡ଼ିଆ ଏବଂ ୟୁଟ୍ୟୁବରୁ ଲାଭ, ଫ୍ରିଲାନ୍ସିଂ ଏବଂ ସାଇଡ୍ ଇନକମ୍ ବଢ଼ିବ। ମାର୍କେଟିଂ, ସେଲ୍ସ ଏବଂ ସେଲ୍ଫ ବିଜନେସ୍ରେ ଉନ୍ନତି ହେବ। ଭାଇ ଭଉଣୀ କିମ୍ବା ପରିଚିତ ଲୋକଙ୍କ ସହଯୋଗରେ ଆର୍ଥିକ ସୁଯୋଗ ଦେଖିବାକୁ ମିଳିପାରେ। ଦ୍ୱିତୀୟ ଭାବରେ ବୁଧ ବୃହସ୍ପତିଙ୍କର କମ୍ବିନେସନ୍ ବୁଦ୍ଧି ଏବଂ ବ୍ୟବହାରିକ ଚିନ୍ତାଧାରାକୁ ଶକ୍ତିଶାଳୀ କରୁଛି। ଏହା ଆପଣଙ୍କୁ ଠିକ୍ ନିଷ୍ପତ୍ତି ନେବାରେ ସହାୟତା କରିବ ଏବଂ ଧନ ସଞ୍ଚୟ କରିବାର ପ୍ରବୃତ୍ତି ମଧ୍ୟ ବଢ଼ାଇବ। ତେବେ ବୃହସ୍ପତି ଏକାଧାରରେ ସପ୍ତମ ଏବଂ ଦଶମ ଭାବର ଅଧିପତି ହୋଇଥିବାରୁ ବିଜନେସ୍ ପାର୍ଟନର, କ୍ଲାଏଣ୍ଟ, ସ୍ପାଉସ୍ କିମ୍ବା ପ୍ରଫେସନାଲ କଣ୍ଟାକ୍ଟ ଦ୍ୱାରା ଲାଭର ଦ୍ୱାର ଖୋଲିପାରେ।
ମୋଟାମୋଟି ଭାବରେ କହିବାକୁ ଗଲେ ଜୁଲାଇ ମାସ 2026ରେ ମିଥୁନ ରାଶି ପାଇଁ ଆୟ ଦୃଷ୍ଟିରୁ ଏକ ଉନ୍ନତିଶୀଳ ମାସ ହୋଇପାରେ। ବିଶେଷ କରି ଜୁଲାଇ 17 ପରେ ଆର୍ଥିକ ଗତି ଆହୁରି ବଢ଼ିବାର ସମ୍ଭାବନା ରହିଛି। ଚାକିରି, ବ୍ୟବସାୟ, କମ୍ୟୁନିକେସନ୍, ଅନଲାଇନ୍ ପ୍ଲାଟଫର୍ମ, କନସଲ୍ଟାନ୍ସି, ପାର୍ଟନରସିପ୍ ଏବଂ ନିଜର ଦକ୍ଷତା ଆଧାରିତ କାର୍ଯ୍ୟରୁ ଧନ ଲାଭର ଯୋଗ ଶକ୍ତିଶାଳୀ ଦେଖାଉଛି। ଏବେ ଆଲୋଚନା କରିବା ଲଭ୍ ଲାଇଫ୍ ବିଷୟରେ। ପଞ୍ଚମ ଭାବ ଲଭ୍, ରୋମାନ୍ସ, ଆଟ୍ରାକ୍ସନର ଭାବ। ପଞ୍ଚମାଧିପତି ଶୁକ୍ର ଅଛନ୍ତି ତୃତୀୟରେ କେତୁଯୁକ୍ତ ହୋଇକି। ଫଳରେ ମନରେ ଦ୍ୱନ୍ଦ୍ୱ, ଦୂରତା କିମ୍ବା ସାଥୀ ପ୍ରତି ଅନିଶ୍ଚିତତା ଅନୁଭବ ହୋଇପାରେ। ଅନେକ ସମୟରେ ଆପଣ ନିଜେ ଜାଣିପାରିବେ ନାହିଁ ଯେ ସମ୍ପର୍କକୁ ଆପଣ କେଉଁ ଦିଗରେ ନେବେ। ରାହୁଙ୍କର ଦୃଷ୍ଟି ପଞ୍ଚମ ଭାବକୁ ଅଛି ଏବଂ ପଞ୍ଚମ ପତିଙ୍କୁ ମଧ୍ୟ ଅଛି। ତେଣୁ ପ୍ରେମରେ ଭ୍ରମ, ସନ୍ଦେହ, ଅତ୍ୟଧିକ ଆଶା କିମ୍ବା ଥାର୍ଡ଼ ପର୍ସନଙ୍କର ଇଣ୍ଟରଫିୟରେନ୍ସ ଅସୁବିଧା ସୃଷ୍ଟି କରିପାରେ। ଛୋଟ କଥା ବଡ଼ ବିବାଦର ରୂପ ନେଇପାରେ। ଥାର୍ଡ଼ ପର୍ସନଙ୍କର ଇଣ୍ଟରଫିୟରେନ୍ସ ଅସୁବିଧା ସୃଷ୍ଟି କରିପାରେ। ଛୋଟ କଥା ବଡ଼ ବିବାଦର ରୂପ ନେଇପାରେ ଯେଉଁମାନେ ଆଗରୁ ରିଲେସନସିପ୍ରେ ଅଛନ୍ତି। ତେବେ ଜୁଲାଇ ମାସରେ ଧୈର୍ଯ୍ୟ ଏବଂ ବୁଝାମଣାର ଅତ୍ୟଧିକ ଆବଶ୍ୟକତା ରହିବ। ପାର୍ଟନରଙ୍କ ସହିତ ଭୁଲ ବୁଝାମଣା ହୋଇପାରେ। କମ୍ୟୁନିକେସନ୍ ଗ୍ୟାପ୍ ଦେଖାଦେଇପାରେ। ପୁରୁଣା ବିବାଦ ପୁଣି ଥରେ ସାମ୍ନାକୁ ଆସିପାରେ। ଅତ୍ୟଧିକ ସନ୍ଦେହ କିମ୍ବା ପଜେସିଭନେସ୍ ସମ୍ପର୍କକୁ ଦୁର୍ବଳ କରିପାରେ। କିନ୍ତୁ ତୃତୀୟ ଭାବରେ ଶୁକ୍ର ଥିବାରୁ ଯଦି ଉଭୟଙ୍କ ମଧ୍ୟରେ ଖୋଲାଖୋଲି ଆଲୋଚନା ହୁଏ ତେବେ ବଡ଼ ସମସ୍ୟା ମଧ୍ୟ ସହଜରେ ସମାଧାନ ହୋଇପାରିବ। ଯେଉଁମାନେ ସିଙ୍ଗିଲ୍ ଅଛନ୍ତି, ସିଙ୍ଗିଲ୍ ଥିବା ମିଥୁନ ରାଶିର ଜାତକମାନଙ୍କ ପାଇଁ ଆକର୍ଷଣ ବଢ଼ିବ। କିନ୍ତୁ ରାହୁ କେତୁର ପ୍ରଭାବ ଥିବାରୁ ଫେକ୍ ପର୍ସନଙ୍କ ପ୍ରତି ଆକର୍ଷିତ ହେବାର ସମ୍ଭାବନା ଅଧିକ ରହିବ। ଅନଲାଇନ୍ ରିଲେସନସିପ୍ ଆରମ୍ଭ ହୋଇପାରେ। ଲଙ୍ଗ୍ ଡିଷ୍ଟାନ୍ସ ରିଲେସନସିପ୍ର ଯୋଗ ମଧ୍ୟ ରହିଛି। ପୁରୁଣା ପ୍ରେମିକ କିମ୍ବା ପ୍ରେମିକା ପୁଣି ଜୀବନକୁ ଫେରି ଆସିପାରନ୍ତି। ନୂଆ ସମ୍ପର୍କ ଆରମ୍ଭ କରିବା ପୂର୍ବରୁ ସାମ୍ନାରେ ଥିବା ବ୍ୟକ୍ତିଙ୍କୁ ଭଲ ଭାବରେ ବୁଝିବା ଦରକାର। ଯେଉଁମାନେ ଲଭ୍ କରୁଛନ୍ତି ଏବଂ ମ୍ୟାରେଜ୍ ପାଇଁ ଚିନ୍ତା କରୁଛନ୍ତି, ଏହି ଜୁଲାଇ ମାସରେ କିଛି ବାଧା, ପାରିବାରିକ ବିରୋଧ କିମ୍ବା ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ଦେଖାଦେଇପାରେ। ତେଣୁ ବଡ଼ ଡିସିସନ୍ ନେବା ପୂର୍ବରୁ ସମୟ ନେଇ ଭଲ ଭାବରେ ବିଚାର କରିବା ଉଚିତ। ଏହି ମାସରେ ଲଭ୍ ରିଲେସନରେ ଥିବା ସବୁ ମିଥୁନ ରାଶିର ବ୍ୟକ୍ତିଙ୍କୁ ଆଡ଼ଭାଇସ୍ ରହିବ କି ରାଗରେ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ। ଥାର୍ଡ଼ ପର୍ସନଙ୍କର କଥା ଶୁଣି ପାର୍ଟନରଙ୍କ ଉପରେ ସନ୍ଦେହ କରନ୍ତୁ ନାହିଁ। ସୋସିଆଲ ମିଡ଼ିଆ କିମ୍ବା ମୋବାଇଲ ଯୋଗୁଁ ଝଗଡ଼ା ହୋଇପାରେ, ସେଥିପ୍ରତି ଟିକିଏ ସାବଧାନ ରହିବେ। ଇଗୋ କଣ୍ଟ୍ରୋଲ କରନ୍ତୁ। ଗୋଟିଏ ଦୃଷ୍ଟିରୁ ଏହି ମାସର ପଜିଟିଭ୍ ସାଇଡ଼୍ ହେଉଛି କ'ଣ ନା ଲଗ୍ନପତି ବୁଧ ଦ୍ୱିତୀୟ ଭାବରେ ବାଣୀ ସ୍ଥାନରେ ଅଛନ୍ତି ଏବଂ ବୃହସ୍ପତି ଯୁକ୍ତ ହୋଇଥିବାରୁ ଆପଣଙ୍କର କଥାବାର୍ତ୍ତା ଓ ବୁଦ୍ଧିମତ୍ତା ସମ୍ପର୍କକୁ ସମ୍ଭାଳିବାରେ ସାହାଯ୍ୟ କରିପାରିବେ। ଯଦି ଆପଣ ଧୈର୍ଯ୍ୟ ରଖିବେ ଏବଂ ପାର୍ଟନରଙ୍କ ସହିତ କ୍ଲିଅର ଡିସ୍କସନ୍ କରିବେ ତେବେ ବଡ଼ ସମସ୍ୟା ମଧ୍ୟ ଦୂର ହୋଇପାରିବ। ଓଭରଅଲ୍ ଯଦି କହିବି, ଏହି ମାସ ଲଭ୍ ଲାଇଫ୍ରେ ଇମୋସନ୍ ଠାରୁ ଅଧିକ ବୁଦ୍ଧିର ପ୍ରୟୋଗ କରିବା ସମୟ। ଆଟ୍ରାକ୍ସନ୍ ଏବଂ ଲଭ୍ ତ ରହିବ, କିନ୍ତୁ ରାହୁ କେତୁଙ୍କର ପ୍ରଭାବ ହେତୁ ଭ୍ରମ ଏବଂ ଭୁଲ ବୁଝାମଣା ମଧ୍ୟ ବଢ଼ିପାରେ। ତେଣୁ ଧୈର୍ଯ୍ୟ, ବିଶ୍ୱାସ ଏବଂ ସଠିକ୍ କମ୍ୟୁନିକେସନ୍ ହିଁ ସମ୍ପର୍କକୁ ମଜବୁତ ରଖିବ। ସଂକ୍ଷେପରେ କହିବାକୁ ଗଲେ ମିଥୁନ ରାଶି ପାଇଁ ଏହି 2026 ମସିହାର ଜୁଲାଇ ମାସ ଲଭ୍ ଲାଇଫ୍ରେ ମିଶ୍ରିତ ଫଳ ପ୍ରଦାନ କରିବ। ଠିକ୍ ବୁଝାମଣା ରଖିଲେ ସମ୍ପର୍କ ଆହୁରି ମଜବୁତ ହୋଇପାରିବ, ନଚେତ୍ ଛୋଟ ଭୁଲ ବଡ଼ ଦୂରତାର କାରଣ ହୋଇପାରେ। ଏବେ ଆଲୋଚନା କରିବା ବିବାହ ଓ ଦାମ୍ପତ୍ୟ ଜୀବନ ବିଷୟରେ। ସପ୍ତମ ଭାବ ବିବାହ ଅନୁକୂଳ ଏବଂ ଦାମ୍ପତ୍ୟ ଜୀବନର ଭାବ। ସପ୍ତମାଧିପତି ବୃହସ୍ପତି କର୍କଟରେ ଉଚ୍ଚସ୍ଥ ହୋଇ ଲଗ୍ନପତି ବୁଧ ଯୁକ୍ତ ଅଛନ୍ତି ଦ୍ୱିତୀୟରେ। ଏହା ଦାମ୍ପତ୍ୟ ଜୀବନ ପାଇଁ ଏକ ପଜିଟିଭ୍ ସାଇନ୍, ଯାହା ବୈବାହିକ ଜୀବନ ଓ ପାରିବାରିକ ସୁଖ ପାଇଁ ଅନେକ ସକାରାତ୍ମକ ଫଳ ଦେଇପାରେ। ଯେଉଁମାନେ ବର୍ତ୍ତମାନ ପ୍ରେମ ସମ୍ପର୍କରେ ଅଛନ୍ତି ସେମାନଙ୍କ ପାଇଁ ଏହି ଜୁଲାଇ ମାସ ଏକ ବିଶେଷ ସମୟ ହୋଇପାରେ। ପରିବାରର ସମର୍ଥନ ମିଳିବାର ସମ୍ଭାବନା ଦେଖାଉଛି। ଅନେକ କ୍ଷେତ୍ରରେ ଲଭ୍ ମ୍ୟାରେଜ୍ ଏବଂ ଆରେଞ୍ଜ ମ୍ୟାରେଜ୍ର ମିଶ୍ରଣ ହୋଇପାରେ, ଅର୍ଥାତ୍ ଲଭ୍ ୱିଥ୍ ଆରେଞ୍ଜ ମ୍ୟାରେଜ୍ର ଯୋଗ ସୃଷ୍ଟି ହେଉଛି। ଯଦି ସମ୍ପର୍କ ଦୀର୍ଘ ସମୟରୁ ଚାଲି ଆସୁଛି ତେବେ ଦୁଇ ପରିବାର ମଧ୍ୟରେ ଆଲୋଚନା ଆଗକୁ ବଢ଼ିପାରେ। ସେହିପରି ଯେଉଁମାନଙ୍କର ବିବାହ ହୋଇନାହିଁ ସେମାନଙ୍କ ପାଇଁ ଭଲ ପ୍ରସ୍ତାବ ବି ଆସିପାରେ। ବୃହସ୍ପତିଙ୍କର ଶକ୍ତିଶାଳୀ ସ୍ଥିତି ଯୋଗୁଁ ଯୋଗ୍ୟ ଜୀବନସାଥୀ ପାଇବାର ସମ୍ଭାବନା ବଢ଼ିବ। ନବବିବାହିତ ଦମ୍ପତିଙ୍କ ପାଇଁ ଏହି ମାସ ସାଧାରଣତଃ ଭଲ ରହିବ। ପରସ୍ପର ମଧ୍ୟରେ ବୁଝାମଣା ବଢ଼ିବ। ଭବିଷ୍ୟତ ପାଇଁ ନୂଆ ଯୋଜନା ବନାଇବେ ଏବଂ ପରିବାରରୁ ସହଯୋଗ ମଧ୍ୟ ମିଳିବ।
କେବେ କେବେ ଛୋଟ ମୋଟ କଥାରେ ମତଭେଦ ଦେଖା ଦେଇପାରେ, କିନ୍ତୁ ବୁଧ ବୃହସ୍ପତିଙ୍କର ଶୁଭ ପ୍ରଭାବ ଯୋଗୁଁ ସେଗୁଡ଼ିକ ଶୀଘ୍ର ବି ସମାଧାନ ହୋଇଯିବ। ଯେଉଁମାନେ ଓଲ୍ଡ କପୁଲ ଅଛନ୍ତି, ଏହି ମାସରେ ସମ୍ପର୍କ ଆହୁରି ମଜବୁତ ହେବାର ସଂକେତ ମିଳୁଛି। ଦୀର୍ଘ ଦିନର ଭୁଲ ବୁଝାମଣା ଦୂର ହୋଇପାରେ। ପରିବାର ସହିତ ଅଧିକ ସମୟ ବିତାଇବେ ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ। ଯଦି ପୂର୍ବରୁ କୌଣସି ମନମାଳିନ୍ୟ କିମ୍ବା ଦୂରତା ଥିଲା, ଏହି ମାସରେ ସେଥିରେ ସୁଧାର ଆସିବ। ସବୁ ମିଥୁନ ରାଶିର ମ୍ୟାରେଡ୍ କପୁଲମାନଙ୍କୁ ଛୋଟ ଆଡ଼ଭାଇସ୍ ରହିବ କି ଅତ୍ୟଧିକ ରାଗ କିମ୍ବା ଅହଙ୍କାର ସମ୍ପର୍କରେ ତିକ୍ତତା ଆଣିପାରେ। ସେଥିପ୍ରତି ଟିକେ ଧ୍ୟାନ ଦେବେ, କଣ୍ଟ୍ରୋଲରେ ରହିବେ। ପରିବାରରେ ଅନ୍ୟ ସଦସ୍ୟଙ୍କ କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭୁଲ ବୁଝାମଣା ହୋଇପାରେ। ଅନ୍ନେସେସରି ସନ୍ଦେହ, ଥାର୍ଡ଼ ପର୍ସନଙ୍କର ଇଣ୍ଟରଫିୟରେନ୍ସକୁ ଏଡ଼ାଇବା ଆବଶ୍ୟକ। ମୋଟାମୋଟି ଭାବରେ କହିବାକୁ ଗଲେ ମିଥୁନ ରାଶି ପାଇଁ ବିବାହ ଏବଂ ଦାମ୍ପତ୍ୟ ଜୀବନ ଦୃଷ୍ଟିରୁ ଶୁଭ ଏବଂ ଉନ୍ନତିକାରକ ମାସ ବୋଲି ଏଇଟା କୁହାଯାଇପାରେ। ବୃହସ୍ପତିଙ୍କର ଉଚ୍ଚ ସ୍ଥିତି ଏବଂ ଲଗ୍ନପତି ବୁଧଙ୍କ ସହିତ ଯୁକ୍ତି ହେବା ଫଳରେ ପ୍ରେମ ସମ୍ପର୍କ ମଜବୁତ ହେବ। ଲଭ୍ ୱିଥ୍ ଆରେଞ୍ଜ ମ୍ୟାରେଜର ସମ୍ଭାବନା ବଢ଼ିବ। ନ୍ୟୁ କପୁଲଙ୍କ ଜୀବନରେ ଖୁସି ବଢ଼ିବ। ଓଲ୍ଡ କପୁଲଙ୍କର ବଣ୍ଡିଂ ଆହୁରି ଶକ୍ତିଶାଳୀ ହେବ। ପରିବାରର ସହଯୋଗ ସହିତ ଆପଣଙ୍କୁ ସମ୍ମାନ ବି ମିଳିବ। ଯଦି ଆପଣଙ୍କର ମିଥୁନ ରାଶି ସହିତ ମିଥୁନ ଲଗ୍ନ ଏବଂ ନବାଂଶ କୁଣ୍ଡଳୀର ଗ୍ରହସ୍ଥିତି ବଳବାନ ଅଛି, ତେବେ ଏହି 2026 ମସିହା ଜୁଲାଇ ମାସ ଆପଣଙ୍କ ଦାମ୍ପତ୍ୟ ଜୀବନରେ ଖୁସି, ଗୁଡ୍ ଅଣ୍ଡରଷ୍ଟାଣ୍ଡିଂ ଏବଂ ସମ୍ପର୍କରେ ମଧୁରତା ଆଣିପାରେ। ଏବେ ଆଲୋଚନା କରିବା ଜବ୍ ଅର୍ ପ୍ରଫେସନ୍ ବିଷୟରେ। ଦଶମ ଭାବ କର୍ମର ଭାବ। ଦଶମାଧିପତି ବୃହସ୍ପତି ଅଛନ୍ତି ଦ୍ୱିତୀୟ ଭାବରେ ଉଚ୍ଚସ୍ଥ ହୋଇକି କର୍କଟ ରାଶିରେ ଏବଂ ବୁଧ ମଧ୍ୟ ଦ୍ୱିତୀୟରେ ଅଛନ୍ତି ବୃହସ୍ପତି ଯୁକ୍ତ ହୋଇକି। ଶନି ଅଛନ୍ତି ଦଶମରେ। ବୃହସ୍ପତିଙ୍କର ଦୃଷ୍ଟି ଶନିଙ୍କୁ ରହିଛି, ଯାହାଫଳରେ କି କର୍ମଭାବକୁ ଶକ୍ତିଶାଳୀ କରୁଛି। ମାସର ଫାଷ୍ଟ ହାଫ୍ରେ ଯଦି ଦେଖିବା, କର୍ମାଧିପତି ବୃହସ୍ପତି ଦ୍ୱିତୀୟ ଭାବରେ ଉଚ୍ଚସ୍ଥ ଥିବାରୁ ଆପଣଙ୍କର ଯୋଗ୍ୟତା, କଥାବାର୍ତ୍ତା, ଜ୍ଞାନ ଏବଂ ଅନୁଭବର ମୂଲ୍ୟ ବଢ଼ିବ। ବୁଧଙ୍କ ସଂଯୋଗ ଥିବାରୁ ବୁଦ୍ଧିମତ୍ତା, କମ୍ୟୁନିକେସନ୍ ସ୍କିଲ୍ ଏବଂ ମ୍ୟାନେଜମେଣ୍ଟ କ୍ଷମତା ବୃଦ୍ଧି ପାଇବ। ଅନ୍ୟପକ୍ଷରେ ଯଦି ଦେଖିବା, ଦଶମ ଭାବରେ ଅବସ୍ଥିତ ଶନି ଚାକିରିରେ ସ୍ଥିରତା ଦେବେ, କିନ୍ତୁ ପରିଶ୍ରମ ଓ ଧୈର୍ଯ୍ୟର ପରୀକ୍ଷା ମଧ୍ୟ ନେବେ। ବୃହସ୍ପତିଙ୍କର ଦୃଷ୍ଟି କର୍ମଭାବକୁ ଥିବାରୁ କର୍ମକ୍ଷେତ୍ରରେ ସେମିତି କିଛି ପ୍ରୋବ୍ଲେମ୍ ନାହିଁ। ଜୁଲାଇ 17 ତାରିଖ ପରେ ରବି ଦ୍ୱିତୀୟ ଭାବରେ ବୁଧ ଏବଂ ବୃହସ୍ପତି ସହିତ ଯୁକ୍ତ ହୋଇକି ରହିବେ। ଏହି ସମୟରେ ଏକ ଶକ୍ତିଶାଳୀ ବୁଧାଦିତ୍ୟ ଯୋଗ ସୃଷ୍ଟି ହେବ ଏବଂ ତା ସହିତ ବୃହସ୍ପତିଙ୍କର ଶୁଭ ପ୍ରଭାବ ଗଠନ ହେବ। ଏହାର ପ୍ରଭାବରେ ଇଣ୍ଟରଭ୍ୟୁରେ ସଫଳତାର ସମ୍ଭାବନା ବଢ଼ିବ। ଉଚ୍ଚ ଅଧିକାରୀ, ସିନିୟର ଅଫିସରଙ୍କର ସମର୍ଥନ ମିଳିପାରେ। ପ୍ରମୋସନ୍, ସାଲାରୀ ଇନକ୍ରିମେଣ୍ଟ କିମ୍ବା ନୂଆ ଦାୟିତ୍ୱ ମିଳିବାର ଯୋଗ ବି ରହିଛି। ସମାଜରେ ମାନ ସମ୍ମାନ ଏବଂ ପ୍ରତିଷ୍ଠା ବଢ଼ିବ। ପ୍ରାଇଭେଟ୍ ସେକ୍ଟରରେ ଜବ୍ କରୁଥିବା ଲୋକମାନଙ୍କ ପାଇଁ ଏହି ମାସ ଅନୁକୂଳ ରହିବ। ନ୍ୟୁ ଅଫର୍, ଡିପାର୍ଟମେଣ୍ଟ ଚେଞ୍ଜ କିମ୍ବା ସାଲାରୀ ଇନକ୍ରିମେଣ୍ଟର ସୁଯୋଗ ବି ମିଳିପାରେ। ବିଶେଷ କରି ଜୁଲାଇ 17 ପରେ ଭଲ ଖବର ମିଳିବାର ସମ୍ଭାବନା ଅଧିକ ରହୁଛି। ସେହିପରି ଦଶମ ଭାବରେ ଶନି ଏବଂ କର୍ମପତି ବୃହସ୍ପତିଙ୍କର ଶକ୍ତିଶାଳୀ ଦୃଷ୍ଟି ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ପ୍ରିପାରେସନ୍ ହେଉଥିବା ବ୍ୟକ୍ତିବିଶେଷମାନଙ୍କ ପାଇଁ ଧୀରେ ଧୀରେ ସଫଳତାର ଯୋଗ ସୃଷ୍ଟି କରୁଛି। ରେଜଲ୍ଟ ସାଙ୍ଗେ ସାଙ୍ଗେ ନ ମିଳିଲେ ମଧ୍ୟ ଭବିଷ୍ୟତ ପାଇଁ ମଜବୁତ ଭିତ୍ତି ତିଆରି ହେବ। ଯେଉଁମାନେ ଜବ୍ ପାଇଁ ଆଶାୟୀ ଅଛନ୍ତି, ଅନେକ ଦିନ ହେବ ଟ୍ରାଏ କରୁଛନ୍ତି, ବିଶେଷ କରି 17 ଜୁଲାଇ ପରେ ଇଣ୍ଟରଭ୍ୟୁ, ସିଲେକ୍ସନ୍, ଜଏନିଂ କିମ୍ବା ଅଫର୍ ଲେଟର ମିଳିବାର ସମ୍ଭାବନା ରହିଛି। ଓଭରଅଲ୍ ଯଦି କହିବି, ମିଥୁନ ରାଶି ପାଇଁ ଜୁଲାଇ ମାସ 2026 ମସିହା ଚାକିରି ଏବଂ ପ୍ରଫେସନ୍ କ୍ଷେତ୍ରରେ ଉନ୍ନତି, ସମ୍ମାନ ଏବଂ ନୂଆ ସୁଯୋଗର ମାସ ବୋଲି କୁହାଯାଇପାରେ। ଶନିଙ୍କର କାରଣରୁ ପରିଶ୍ରମ ଅଧିକ ରହିବ, କିନ୍ତୁ ବୃହସ୍ପତି, ବୁଧ ଏବଂ ରବିଙ୍କର ଶକ୍ତିଶାଳୀ ସଂଯୋଗ ଶେଷରେ ଭଲ ଫଳ ପ୍ରଦାନ କରିବ। ଏବେ ଆଲୋଚନା କରିବା ବିଜନେସ୍ ବିଷୟରେ। ସପ୍ତମାଧିପତି ବୃହସ୍ପତି ଦ୍ୱିତୀୟ ଭାବରେ କର୍କଟ ରାଶିରେ ଉଚ୍ଚସ୍ଥ ଅବସ୍ଥାରେ ରହି ବୁଧଙ୍କ ସହ ଯୁକ୍ତ ହୋଇଛନ୍ତି। ଏହା ବ୍ୟବସାୟ ଦୃଷ୍ଟିରୁ ଏକ ଅତ୍ୟନ୍ତ ଶକ୍ତିଶାଳୀ ଯୋଗ ସୃଷ୍ଟି କରୁଛି। ଏହି ଜୁଲାଇ ମାସରେ ମିଥୁନ ରାଶିର ଜାତକମାନଙ୍କ ପାଇଁ ବ୍ୟବସାୟରେ ଉନ୍ନତି, ଆର୍ଥିକ ଅଭିବୃଦ୍ଧି ଏବଂ ନୂତନ ସୁଯୋଗ ଦେଖାଯିବ। ପୂର୍ବରୁ ଅଟକିଥିବା କାମ ଧୀରେ ଧୀରେ ଆଗକୁ ବଢ଼ିବ। ଆୟରେ ବୃଦ୍ଧି ହେବ। ପୁରୁଣା ଗ୍ରାହକଙ୍କ ଠାରୁ ଭଲ ସହଯୋଗ ମିଳିବ। ନୂଆ ଗ୍ରାହକ ଏବଂ ନୂଆ ଅର୍ଡ଼ର ପାଇବାର ସମ୍ଭାବନା ବି ରହିଛି। ନିଜର ପ୍ରତିଷ୍ଠା ଏବଂ ବିଶ୍ୱାସ ବଢ଼ିବ। ସପ୍ତମପତି ବୃହସ୍ପତି ବଳବାନ ଥିବାରୁ ବ୍ୟବସାୟରେ ଭଲ ଗ୍ରୋଥ୍ ହେବାର ପସିବିଲିଟି ରହିଛି। ପାର୍ଟନରସିପ୍ ବିଜନେସ୍ ଭଲ ଚାଲିବ। ପାର୍ଟନରଙ୍କର ସହଯୋଗ ବି ବଢ଼ିବ। ନ୍ୟୁ ଡିଲ୍ ଫାଇନାଲ୍ ହୋଇପାରେ। ବ୍ୟବସାୟରେ ଏକ୍ସପାନ୍ସନ୍ କରିବାର ଅବସର ବି ମିଳିବ।
ଦ୍ୱାଦଶାଧିପତି ବୁଧ ସପ୍ତମପତି ଯୁକ୍ତ ହୋଇ ଦ୍ୱିତୀୟ ଭାବରେ ଥିବାରୁ ଡକ୍ୟୁମେଣ୍ଟ ଫାଇଲ୍ କ୍ୟାସବୁକ୍ ଏଗ୍ରିମେଣ୍ଟ ପେପରକୁ ଠିକ୍ଠାକ୍ ଯାଞ୍ଚ କରିବା ଆବଶ୍ୟକ। କୌଣସି କଥାକୁ କେବଳ ମୌଖିକ ଭାବରେ ନୁହେଁ ଲିଖିତ ଭାବରେ ପ୍ରୁଭ୍ ରଖିବା ଆବଶ୍ୟକ। ଯେଉଁମାନେ ଛୋଟ ବ୍ୟବସାୟ କରୁଛନ୍ତି ଗ୍ରୋସରୀ ମୋବାଇଲ ସପ୍ କ୍ଲଥ୍ ଷ୍ଟୋର୍ ସୁଇଟ୍ ଷ୍ଟଲ୍ ଫୁଡ୍ ବିଜନେସ୍ ଇଲେକ୍ଟ୍ରୋନିକ୍ସ ଆଇଟମ୍ ମେଡ଼ିସିନ୍ ଷ୍ଟୋର୍ ଅନଲାଇନ୍ ବିଜନେସ୍ କରୁଛନ୍ତି ଏହି ମାସରେ ଲାଭବାନ ହେବେ। ସେହିପରି ବଡ଼ ବ୍ୟବସାୟୀମାନଙ୍କ କଥା ଯଦି କହିବି ଯେଉଁମାନେ ହାଇ ଆମାଉଣ୍ଟର ଇନଭେଷ୍ଟମେଣ୍ଟ ହୋଲସେଲ୍ ବିଜନେସ୍ ଡିଷ୍ଟ୍ରିବ୍ୟୁସନ୍ କିମ୍ବା ମ୍ୟାନୁଫ୍ୟାକ୍ଚରିଂ କାମ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ମାସଟି ଉନ୍ନତିକାରକ ହୋଇପାରେ। ବଡ଼ ବଡ଼ ଅର୍ଡ଼ର ମିଳିପାରେ। ପୁରୁଣା ଦେୟ ଟଙ୍କା ଫେରିପାରେ। ନ୍ୟୁ ବ୍ରାଞ୍ଚ ଆରମ୍ଭ କରିବାର ଚିନ୍ତା ମଧ୍ୟ ଆସିପାରେ। ବ୍ରାଣ୍ଡ ଭ୍ୟାଲୁ ବଢ଼ିବ। ଯଦି ଦେଖିବା ଏହି ମାସରେ ଫୁଡ୍ ଏବଂ ରେଷ୍ଟୁରାଣ୍ଟ ବିଜନେସ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ ବିଜନେସ୍ ବୁକ୍ ଷ୍ଟୋର୍ ଅଫିସ୍ ଇକ୍ୱିପମେଣ୍ଟ ଫାଇନାନ୍ସ ଆଣ୍ଡ କନସଲଟାନ୍ସି ଡିଜିଟାଲ ବିଜନେସ୍ ଡାଏରୀ ଫୁଡ୍ ପ୍ରଡ଼କ୍ଟ ଏହିସବୁ ବିଜନେସ୍ କରୁଥିବା ଲୋକମାନେ ଅଧିକ ଲାଭବାନ ହେବେ। ଏହି ମାସରେ ସବୁ ପଜିଟିଭ୍ ଭିତରେ ବି ବିଜନେସ୍ରେ କେତୋଟି ନେଗେଟିଭ୍ ଜିନିଷକୁ ଧ୍ୟାନ ଦେବାକୁ ପଡ଼ିବ। ଅତ୍ୟଧିକ ଋଣ ନେବାରୁ ବଞ୍ଚନ୍ତୁ। ଅନ୍ୟମାନଙ୍କ ଉପରେ ଅନ୍ଧ ଭଳି ବିଶ୍ୱାସ କରନ୍ତୁ ନାହିଁ। କାଲକୁଲେସନ୍ ଠିକ୍ ରଖନ୍ତୁ। ପାର୍ଟନରଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ। କୌଣସିଥିରେ ଇନଭେଷ୍ଟମେଣ୍ଟ କରିବା ପୂର୍ବରୁ ପ୍ରପର୍ ପ୍ଲାନିଂ କରନ୍ତୁ। ଓଭରଅଲ୍ ଯଦି କହିବି ମିଥୁନ ରାଶି ପାଇଁ ଏହି 2026 ମସିହା ଜୁଲାଇ ମାସ ବ୍ୟବସାୟ ଦୃଷ୍ଟିରୁ ଏକ ଉନ୍ନତି ଧନବୃଦ୍ଧି ଏବଂ ଏକ୍ସପାନ୍ସନ୍ର ମାସ ହୋଇପାରେ। ବିଶେଷ କରି ସପ୍ତମପତି ବୃହସ୍ପତି ଉଚ୍ଚସ୍ଥ ଏବଂ ବୁଧଙ୍କ ସହିତ ଯୁକ୍ତି ଆର୍ଥିକ ସମ୍ଭାବନାକୁ ବଢ଼ାଇବ ଏବଂ ତା ସହିତ ଲଙ୍ଗ୍ ଟର୍ମ ଇନଭେଷ୍ଟମେଣ୍ଟର ସୁଯୋଗ ବି ସୃଷ୍ଟି କରୁଛି। ଛୋଟ ବ୍ୟବସାୟୀ ହୁଅନ୍ତୁ ବା ବଡ଼ ବ୍ୟବସାୟୀ ପେସେନ୍ସ ପ୍ଲାନିଂ ଏବଂ ରାଇଟ୍ ଡିସିସନ୍ ସହ ଆଗକୁ ବଢ଼ିଲେ ଏହି 2026 ମସିହା ଜୁଲାଇ ମାସଟି ଅନେକ ସଫଳତା ଏବଂ ଲାଭ ନେଇ ଆସିପାରେ। ମିଥୁନ ରାଶିର ବ୍ୟକ୍ତିବିଶେଷମାନେ ପ୍ରତିକାର କ'ଣ କରିବେ? ଆପଣଙ୍କର ରାଶ୍ୟାଧିପତି ହେଉଛନ୍ତି ବୁଧ। ବୁଧଙ୍କର ବୀଜ ମନ୍ତ୍ରକୁ ଜପ କରନ୍ତୁ। ମନ୍ତ୍ରଟି ହେଲା ଓଂ ବ୍ରାଂ ବ୍ରିଂ ବ୍ରଂ ସ ବୁଦ୍ଧାୟ ନମଃ। ଦୈନିକ 108 ଥର ଜପ କରନ୍ତୁ। ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ। ଆପଣଙ୍କ ପାଇଁ ଶୁଭ ରହିବ। ବନ୍ଧୁଗଣ, ଏହା ଥିଲା ମିଥୁନ ରାଶି ପାଇଁ 2026 ମସିହା ଜୁଲାଇ ମାସର ମାସିକ ରାଶିଫଳ ବିଷୟରେ ବିସ୍ତୃତ ଆଲୋଚନା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ କମେଣ୍ଟ ସେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ। ପୁଣି ଆସିବି ନୂଆ ଏକ ଅଧ୍ୟାୟକୁ ନେଇ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର।